ପଠାଣି ସାମନ୍ତ ପ୍ଲାନେଟୋରିୟମଟା ଅବସ୍ଥାରେ ନାହିଁ। ସରକାର ଆକ୍ଚୁଆଲି ଆ ପ୍ରତି ଧ୍ୟାନ ଦେବା ଦରକାର, କାରଣ ଏଗୁଡ଼ା ରହିଲେ ହିଁ ଆମର ଆଗାମୀ ପିଢ଼ି ସିଏ ଗ୍ରହ ନକ୍ଷତ୍ର ବିଜ୍ଞାନ ଉପରେ ତାଙ୍କର ଆଗ୍ରହ ବଢ଼ିବ। ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ଆଜି ଭିଡ଼ିଓ ବନେଇ ଆଜି ମୋର 13 ଦିନ ହେଇଗଲା। ଆପଣମାନଙ୍କ ଭଲ ପାଇବା ପାଇଁ ମୁଁ ପ୍ରତିଦିନ ଭିଡ଼ିଓ ବନେଇ ବି ପାରୁଛି। ଯେଉଁମାନେ ମୋ ଭିଡ଼ିଓ ଆଗରୁ ଦେଖିଛନ୍ତି ସେମାନେ ଜାଣିଛନ୍ତି ମୁଁ କିଏ। ଯେଉଁମାନେ ଆଜି ପ୍ରଥମ ଥର ମୋ ଭିଡ଼ିଓ ଦେଖୁଛନ୍ତି ସେମାନଙ୍କ ପାଇଁ କହି ରଖେ, ମୋ ନାଁ ମହେନ୍ଦ୍ର। ମୁଁ ଗୋଟେ ଭିଡ଼ିଓ ଜର୍ଣ୍ଣାଲିଷ୍ଟ, ଗୋଟେ ମିଡ଼ିଆ ହାଉସ୍ରେ କାମ କରେ। ଡେଲି ନ୍ୟୁଜ୍ରେ କେମିତି କାମ ହୁଏ ଆଉ ମୋ ଲାଇଫଷ୍ଟାଇଲ୍ କେମିତି, ସେଗୁଡ଼ା ଦେଖିବା ପାଇଁ ମୁଁ ଏ ବ୍ଲଗିଂ ଷ୍ଟାର୍ଟ କରିଛି। ଚାଲନ୍ତୁ ଦେଖିବା। ଆଜି ପଠାଣି ସାମନ୍ତ ପ୍ଲାନେଟୋରିୟମ ଯିବାର ଅଛି। ଯଦି ମୁଁ ପ୍ଲାନେଟୋରିୟମ ଯାଏ ତାହେଲେ ପ୍ଲାନେଟୋରିୟମ ଭିତର ଦୃଶ୍ୟ ଆପଣଙ୍କୁ ଦେଖେଇବି। ଆପଣ ଭିଡ଼ିଓରେ ଆଗକୁ ଦେଖନ୍ତୁ। ମୁଁ ପ୍ଲାନେଟୋରିୟମ ଯିବି ଆଉ ପ୍ଲାନେଟୋରିୟମ ଭିତରଟା କେମିତି ଆଜି ଆପଣଙ୍କୁ ଦେଖିବା। ଅଫିସରେ ପହଞ୍ଚିଲା ପରେ ମୁଁ ସିଧା ଫିଲ୍ଡ ବାହାରିଗଲି। ଫିଲ୍ଡ ଯାଇକିରି ଜଣେ ବିଜେଡ଼ି ନେତା ତାଙ୍କ ଘରୁ ଯାଇକି ଆମେ ବାଇକ୍ଟା ଆଣିଲୁ, କାହିଁକିନା ସେ ପୋଲାଭରମ ପ୍ରକଳ୍ପ ଉପରେ ବାଇକ୍ଟେ ଦେଲେ। ସେ ବାଇକ୍ଟା ଆଣି ସାରିବା ପରେ ଏଇ ଦେଖନ୍ତୁ ତାଙ୍କ ଘର ଭିତରେ ଆମେ ଏବେ ଅଛୁ। ସେ ବାଇକ୍ଟା ଆମେ ଆଣି ସାରିକି ସିଧା ଆମେ ବାହାରିଗଲୁ କେଉଁଠିକି, ପଠାଣି ସାମନ୍ତ ପ୍ଲାନେଟୋରିୟମ। ମୁଁ ଆପଣଙ୍କୁ ଭିଡ଼ିଓ ଆରମ୍ଭରେ ବି କହିଛି ଯେ ଆଜି ପ୍ଲାନେଟୋରିୟମ ଯିବା, ତେଣୁ ମୁଁ ବର୍ତ୍ତମାନ ପ୍ଲାନେଟୋରିୟମ ଅଭିମୁଖେ ଚାଲିଲି। ବର୍ତ୍ତମାନ ପ୍ଲାନେଟୋରିୟମ ଗଲେ ଆମେ ଦେଖିବା ତା ଭିତରଟା କେମିତି ଏବେ ଅଛି। ଏବେ ଭାରି ଅବସ୍ଥା ଭଲ ନାହିଁ ପ୍ଲାନେଟୋରିୟମର। ସରକାର, ବିଜେଡ଼ି ସରକାର ଥିଲାବେଳେ 40 କୋଟି ଟଙ୍କାର ଗୋଟେ ବଜେଟ୍ ସାଂସନ୍ ହେଇଥିଲା, ଯେଉଁଟାକି ଏ ପର୍ଯ୍ୟନ୍ତ ବି କାମ ହେଇପାରି ନାହିଁ। ବର୍ତ୍ତମାନ ଆମେ ଦେଖନ୍ତୁ ପ୍ଲାନେଟୋରିୟମ ଭିତରେ ପଶିଲୁ। ଏଇଟା ହେଲା ଡାହାଣ ପଟେ ଗୋଟେ ଦେଖୁଛନ୍ତି ଫାଙ୍କା ଜାଗାଟା, ଆଉ ବାଁ ପଟରେ ବଢ଼ିଆ ବଢ଼ିଆ ବିଲ୍ଡିଂ ଅଛି। ଏଇ ଘରଟାକୁ ଆମେ ପିଲାବେଳେ ଯେଉଁମାନେ 90sର ପିଲା ହେଇଥିବ ସେମାନେ ବହିରେ ଏଇଟାକୁ ଦେଖିଥିବେ, ନିହାତି ଦେଖିଥିବେ ଏଇ ବିଲ୍ଡିଂଟାକୁ। ଏଇଟାକୁ ପ୍ଲାନେଟୋରିୟମ କହନ୍ତି। ଆରି ଭିତରେ ଗ୍ରହ ନକ୍ଷତ୍ର ମାନଙ୍କର ଫିଲ୍ମ ବି ଚାଲେ, ବହୁତ ବଢ଼ିଆ ଲାଗେ। ବଢ଼ିଆ ପ୍ରୋଜେକ୍ସନ୍ ଆ ଭିତରେ ଅଛି। କେତେ 20 ଟଙ୍କା ନା 30 ଟଙ୍କା କେତେ ଟଙ୍କା ଅଛି ମୁଁ ଆଗକୁ ଦେଖେଇବି ଆପଣଙ୍କୁ। ଦେଲେ ଆପଣ ସେ ଫିଲ୍ମଟା ଯାଇକି ଦେଖିପାରିବେ ତା ଭିତରେ। ପିଲାବେଳେ ପ୍ରାୟତଃ ସ୍କୁଲ ଟିଚର ମାନେ ଆମକୁ ସବୁ ନେଇକି ଆସନ୍ତି ପ୍ଲାନେଟୋରିୟମ। ଯେଉଁମାନେ ଆସିଛନ୍ତି କମେଣ୍ଟ କରି ନିହାତି କହିବେ ଯେଉଁମାନେ ପ୍ଲାନେଟୋରିୟମ ପିଲାବେଳେ ଦେଖିଛନ୍ତି। ଏଇଟା ହେଉଛି ଦେଖନ୍ତୁ ପ୍ଲାନେଟୋରିୟମ। ଏଇ ବାଟେ ଆମେ ଏଣ୍ଟ୍ରି କରିକି ଭିତରକୁ ଯିବା। ଏଇଠି 3ଟା ଶୋ ହୁଏ, ଓଡ଼ିଆ ଗୋଟେ, ଇଂଲିଶ ଗୋଟେ ଆଉ ହିନ୍ଦୀ ଗୋଟେ। ଏଥିରେ କ'ଣ ଦେଖାନ୍ତି, ଗ୍ରହ ନକ୍ଷତ୍ର, ସୂର୍ଯ୍ୟ, ପୃଥିବୀ, ଆର ଡିଷ୍ଟାନ୍ସ, ଏସବୁ ଦେଖାନ୍ତି ଏ ଭିତରେ। ଛୋଟ ପିଲାଙ୍କ ପାଇଁ ଟିକେଟ୍ କମ୍ ପଇସା, ଟିକେ ବଡ଼ ପିଲାଙ୍କ ପାଇଁ ଟିକେ ଅଧିକା ପଇସା। ଏଇ ଫ୍ରଣ୍ଟକୁ ଆମେ ଯେଉଁ ଯାଉଛେ ଏବେ, ଏଇଟା ଗୋଟେ ତା ଫ୍ରଣ୍ଟରେ ଗୋଟେ ପାର୍କଟେ ଅଛି, ଛୋଟ ପାର୍କଟେ। ଏଇଠି ଦେଖନ୍ତୁ ପଠାଣି ସାମନ୍ତଙ୍କର, ମୁଁ ଆଗକୁ ଯାଉଛି ଦେଖନ୍ତୁ, ରହିଥା ଦେଖାଉଛି। ଏଇଟା ହେଲା ପଠାଣି ସାମନ୍ତଙ୍କର ଗୋଟେ ବଡ଼ ପ୍ରତିମୂର୍ତ୍ତି ରଖାହେଇଛି। ଆଉ ତାଙ୍କରି ନାମରେ ଯେହେତୁ ପଠାଣି ସାମନ୍ତ ପ୍ଲାନେଟୋରିୟମଟା କରାହେଇଛି, ତେଣୁ ତାଙ୍କ ନାଁରେ ଏ ଜିନିଷଟା ରଖାହେଇଛି। ଏଇ ଯେଉଁ ଚିତ୍ରଟା ଦେଖୁଛନ୍ତି, ଏଇଟା ହେଲା ପଠାଣି ସାମନ୍ତଙ୍କର ଜନ୍ମ ବେଳରୁ ମୃତ୍ୟୁ ପର୍ଯ୍ୟନ୍ତ ଯାହା ଯାହା ସେ କରିଥିଲେ, ଏଇଟା ସବୁ ସେଇ ଚିତ୍ର। ସେ କେମିତି ଜନ୍ମ ହେଲେ, କେମିତି ପାଠ ପଢ଼ିଲେ, କେମିତି ସେ ଗ୍ରହ ନକ୍ଷତ୍ରର ଗଣନା କରୁଥିଲେ, ଆଉ କେମିତି ସେ ରାଜା ମହାରାଜାଙ୍କଠୁ ଉପାଧିମାନ ପାଇଥିଲେ। ଆଉ ଟିକେ ଆଗକୁ ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଇଟା ମହାରାଜାଙ୍କଠୁ ଉପାଧି ପାଉଥିବା ସମୟରେ, ଏଇଟା ଦେଖନ୍ତୁ ଇଂରେଜମାନେ ତାଙ୍କୁ ଉପାଧି ଦେଉଥିଲେ ସେ ସମୟର। ଏଇଟା ଏଇଥିରେ ସବୁ ଲିପିବଦ୍ଧ ହେଇକି ଅଛି। ଶେଷ ସମୟରେ ପଠାଣି ସାମନ୍ତ ଚାହିଁଥିଲେ ଯେ ସେ ପୁରୀରେ ଯାଇକିରି ତାଙ୍କର ଶେଷ ଜୀବନ କାଟିବେ। ସେଇଥିପାଇଁ ଶେଷ ଜୀବନରେ ସେ ପୁରୀ ପଳେଇଥିଲେ। ଆଉ ଏଇଟା ହେଉଛି ପୁରୀ। ଆଉ ଏଇ ଯେଉଁ ମୂର୍ତ୍ତିଟା ଦେଖୁଛନ୍ତି, ଚିତ୍ରଟା, ଏଇଟା ହେଉଛି ପଠାଣି ସାମନ୍ତ ଶେଷ ସମୟ ତାଙ୍କ ପୁଅ ମୁଣ୍ଡରେ, କୋଳରେ ମୁଣ୍ଡ ରଖିକି ଶେଷ ଜୀବନଟା ତାଙ୍କର ଯାଇଛି। ଏଇଟା ତାଙ୍କର ଗଣନା ସବୁ। ଏବେ ଦେଖିନିଅନ୍ତୁ, ଇଏ ହେଉଛି ପଠାଣି ସାମନ୍ତ ପ୍ଲାନେଟୋରିୟମ। ପାର୍କ ପଟୁ ମୁଁ ଦେଖାଉଛି ଆପଣଙ୍କୁ। ଏଇଟା ବହୁତ ସୁନ୍ଦର ଲାଗେ, ଗୋଟେ ମାନେ ଯେମିତି ଏଲିଏନ୍ ସ୍ପେସ୍, ଯେମିତି ସେଇ ଡିଜାଇନରେ ଏଇଟା ପୁରା ବନା ହେଇଛି। ଆଉ ସରକାର ଏବେ ପୁଣି ଆ ଦେହରେ 40 କୋଟି ଟଙ୍କାର ଗୋଟେ ବଜେଟ୍ ରଖିଛନ୍ତି, ଏଗୁଡ଼ା ସବୁ ଡେଭଲପ୍ କରାହେବ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାର ଏଥିରେ ଆକ୍ଚୁଆଲି ପଇସା ଖର୍ଚ୍ଚ କରିବା କଥା, କିନ୍ତୁ ସରକାର କରୁନାହାନ୍ତି। କାରଣ ଏଇଗୁଡ଼ା ଖର୍ଚ୍ଚ କଲେ କ'ଣ କି, ପିଲାମାନେ ତାଙ୍କର ଭଲ ମନ୍ଦ ବିଜ୍ଞାନ ବିଷୟରେ ଜାଣିପାରିବେ। ଏଇଟା ଗୋଟେ ସୂର୍ଯ୍ୟ ଘଡ଼ି, ଆମେ ବହିରେ ପିଲାବେଳେ ଏଇଟା ପଢ଼ିଥିବା। ଏଇଟା ହେଉଛି ଭୂଲମ୍ବୀୟ ସୂର୍ଯ୍ୟ ଘଡ଼ି, ଦେଖନ୍ତୁ ଲେଖା ହେଇଛି। ଏମିତିଆ 3ଟା ସୂର୍ଯ୍ୟ ଘଡ଼ି ଅଛି। ଏଇଟା ଦେଖନ୍ତୁ, ଏଇଟା ଆଉ ଗୋଟେ ସୂର୍ଯ୍ୟ ଘଡ଼ି। ଯେତେବେଳେ ଘଡ଼ି ନଥିଲା, ଏମିତି ହିଁ ସୂର୍ଯ୍ୟ ଘଡ଼ି ଥିଲା। ଏଇକୁ ଦେଖିକି ହିଁ ଆମେ ସମୟ ଜାଣିପାରୁଥିଲେ ଯେ କେତେଟା ବାଜିଛି, କ'ଣ ବାଜିଛି। ଏଇଠି ଗୋଟେ ଘଡ଼ି ଅଛି। ଆଉ ଟିକେ ଆଗକୁ ଗଲେ ଦେଖିବା ଆଉ ଗୋଟେ ଘଡ଼ି ମଧ୍ୟ ଅଛି। ସେଇଟା ହେଉଛି ଭୂଲମ୍ବୀୟ, ମାନେ ଭୂମି ଉପରେ ଛୋଟ ପଥରଟା ଲାଗିଥିବ, ସୂର୍ଯ୍ୟ କିରଣ ପଡ଼ିଲେ
এইটা দেখুন এইটা ভুল লম্ବିବ এটা ବୋଧେ ଭୁଲ ଲମ୍ବିବ ବୋଧେ ହଁ ଦେଖ ଛୋଟ ପିଲା ଯେ ସୂର୍ଯ୍ୟ କିରଣ ପଡ଼ିଲେ ତା ଛାଇକୁ ଦେଖିକିରି ହିସାବ ହେବ ଯେ ଏବେ ଏତିକିଟା ବାଜିଲା ତା ଛାଇର ଯେମିତି ଛାଇର ଡିରେକ୍ସନ୍ ସୂର୍ଯ୍ୟ ବୁଲିବେ ଛାଇର ଡିରେକ୍ସନ୍ଟା ସେଇ ହିସାବରେ ହେବ ହଁ ଏଇଟା ହେଉଛି ଭୂ ସମତଳୀୟ ଏଇଟା ପାର୍କ ଭିତରେ ଏସବୁ ଜିନିଷ ମାନ ଅଛି ଆପଣ ଯଦି କେବେ ପ୍ଲାନେଟୋରିୟମ୍ ଆସନ୍ତି ତାକୁ ନିଶ୍ଚୟ ଦେଖିବେ ଏ ଜିନିଷ ଦିନକୁ ଦିନ ନଷ୍ଟ ହେଇଯାଉଛି ଆପଣ ଆସିକି ଥରେ ଆକୁ ଦେଖିଦେଇ ଯାଆନ୍ତୁ ଆଉ ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛି ତାହେଲେ ନିଶ୍ଚୟ ପ୍ଲାନେଟୋରିୟମ୍ ଥରେ ଆଣିକିରି ପ୍ଲାନେଟୋରିୟମ୍ ଭିତରେ ଯେଉଁ ମୁଭି ଚାଲୁଛି ତାକୁ 100% ଦେଖାନ୍ତୁ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାର ଆଉ 3ଟି ପ୍ଲାନେଟୋରିୟମ୍ ଓଡ଼ିଶାରେ ବି ଖୋଲିଛନ୍ତି କିନ୍ତୁ ତାକୁ ଇନାଗୁରେସନ୍ ହେଇଛି ପର୍ଯ୍ୟନ୍ତ ଓପନ୍ କରାହେଇନି ପବ୍ଲିକାଲି ଚାଲନ୍ତୁ ସେଇଠୁ ଆସିଗଲୁ ଆମେ ଆମର ଚିରାଚରିତ ଜାଗା ଯେଉଁଟାକୁ ସବୁଦିନ ଆପଣ ଦେଖନ୍ତି ଆମ ଅଫିସ୍ ଗାଡ଼ି ମାନେ ଦେଖନ୍ତୁ ଥୁଆ ହେଇଛି ଆଉ କିଛି ସମୟ ସେଇଠି ବସିଲା ପରେ ଯେହେତୁ 2ଟା 2:30 ବାଜିଯାଇଥିଲା ଆମେ ସିଧା ଅଫିସ୍ ଅଭିମୁଖେ ଚାଲିଲୁ ବର୍ତ୍ତମାନ ଆମେ ଦେଖନ୍ତୁ ଆମ ଅଫିସ୍ ଯାଉଛୁ CRP ଛକରେ ଆମ ଅଫିସ୍ ଅଛି ଆଇଡି ମାର୍କେଟ ପାଖରେ ଆମେ ଅଫିସ୍ ଗଲୁ ଅଫିସ୍ ପହଞ୍ଚିଲା ପରେ ମୋତେ ଭୋକ ପ୍ରବଳ ସିଧା ଗଲି କ୍ୟାଣ୍ଟିନ୍ ଯାଇକିରି ମୁଁ କହିଲି ଭାଇ ଖାଇବାକୁ ଆଗେ ଦିଅ ଭୋକ ଲାଗିଲାଣି ସିଧା କ୍ୟାଣ୍ଟିନ୍ ଗଲି ଦେଖନ୍ତୁ ଏଇଟା ହେଲା କ୍ୟାଣ୍ଟିନ୍ ଆମର କ୍ୟାଣ୍ଟିନ୍ ଏଇଟା ଖାଇବା ବାଡ଼ି ଦେଲେ ମୁଁ ଖାଇଲି ଅଫିସ୍ ଏବେ ସରିଗଲାଣି ମୁଁ ଏବେ ଘରକୁ ବାହାରିବି ସନ୍ଧ୍ୟା 6ଟା 6:30 ଆସିଗଲାଣି ହକି ମ୍ୟାଚ୍ ଯେହେତୁ ଚାଲିଥିଲା ଅଲମ୍ପିକରେ ସେଇଥିପାଇଁ ଟିକେ ବସିକି ଦେଖୁଥିଲି ଡେରି ହେଇଗଲା ଯାହା ବି ହଉ ଏବେ ଡ୍ୟୁଟି ସରିଲା ଏବେ ଘରକୁ ଯିବା ଦିନ ମାନେ ବହୁତ କାମ ହେଲାଣି ଆଜି ପ୍ଲାନେଟୋରିୟମ୍ ବି ଦେଖିଲେ ଚାଲ ଏବେ ଘରକୁ ଯିବା ଘରେ କ'ଣ ହେଉଛି ଦେଖିବା ମାର୍କେଟ ଯାଇଥିଲି ଦେଖନ୍ତୁ ଆଇସ୍କ୍ରିମ୍ ନେଇକି ଆଇଛି ଝିଅର ମୋର ଆଉ ଆମ ମିସେସ୍ର ତାକୁ ଦଉଛି ସେ କ'ଣ ଖାଇବନି କହିଲା ଏଇ ନିଅ ଖାଇବିନି ନଉନ ମତେ ଦେ ମୁଁ ଖାଇଦେବି ନିଅ ଏତେ ରାଗ ବାଲା ନିଅ ଆଡେ ଅନା ଟିକେ ଆରେ ଦେଖ ଲୋକ ଦେଖୁଛନ୍ତି ଖରାପ ଭାବିବେ କହିବେ ଗୋଟେ ଏମିତିଆ ଏତେ ରାଗିଟା ଏଗୁଲା ତୁମେ ଏତେ ଜମା ରାଗି ନୁହେଁ ରାଗ ଭଳିଆ ସବୁ କରନ୍ତି ଧର ଏଇଟା ଧର ନିଅ ଏଇଟା ଧର ତାର ଖୋଲ ମୋର ବି ଖୋଲ ମେଲ୍ଟ ହେଇଯିବ ଦୌଡ଼ି ଗାଡ଼ି ଯୋଉ ଆଇଛି ଟ୍ରକ୍ ଚଲେଇଲା ଭଳିଆ ଜଲ୍ଦି ଖୋଲ ଘରୁ ପଳେଇ ଆସ ଦେଖନ୍ତୁ ଏଇଟା ହଉଛି ଆଇସ୍କ୍ରିମ୍ ମ୍ୟାଙ୍ଗୋ ଫ୍ଲେଭର ଆମର ସବୁ 3 ଜଣଙ୍କର ମ୍ୟାଙ୍ଗୋ ଫ୍ଲେଭର ଭାରି ଫେଭରାଇଟ୍ ତେଲ ପାଇଁ ଆଣିଲି ଏଇ ମୋର ଖାଇଲାଣି ଆରେ ଇଏ ଗୋଟେ ପିଲା ନିଜର ଆଇସ୍କ୍ରିମ ଖାଇବ ତା ସାଙ୍ଗରେ ଆମ ମାନଙ୍କ ଆଇସ୍କ୍ରିମ ବି ଖାଇଦବ ମାନେ ନିଜର ଗୋଟେ ଖାଇବ ପୁଣି ଆମ ମାନଙ୍କର ଅଧାରୁ ଅଧା କିଏ ଖାଇଦବ ଏଇଟା ଲୋଭିଟା ସେ ନିଜେ ଆମର ଖାଇବ ବୋଲି ନିଜର ଗୋଟେ ସେକେଣ୍ଡରେ ସାରିଦବ କେମିତି ସେ ବରଫକୁ ଖାଏ ସେ ଭଗବାନଙ୍କୁ ହିଁ ଜଣା ଭଲ ଲାଗୁଛି ମାମା ଆଇସ୍କ୍ରିମ୍ ପାଠ ଭଲ କି ପଢିଲେ ଆଇସ୍କ୍ରିମ୍ ଏମିତି ନଗରମ ବଗରମ ମିଳିବ ପାଠ ନ ପଢିଲେ ଭଲସେ କିଛି ମିଳିବ ନାହିଁ ହେଲା ମତେ ତମେ ଯାଇଥିଲ ବାହାରକୁ କହୁଥିଲା ଯେ ଆଉ ହେଲା ମୁଁ ସବୁଠୁ କେତେ କାହାକୁ ଭଲ ପାଏ ଜାଣିଛ ଆଉ ସବୁଠୁ ମୋର କିଏ ବେଶୀ ଫେଭରେଟ ଜାଣିଛ କିଏ ମୁଁ କହିଲି କିଏ କହୁନୁ କହିଲା ତମେ ହେଲା ମୋର ସବୁଠୁ ଫେଭରେଟ ତମେ ମାନେ ମୁଁ ହେଲି ଫେଭରେଟ କହିଥିଲା ଆଉ ଏହା ବି କହିଲା ବାପାଙ୍କୁ କହିବନି ବାପା ଜଣେ ରାଗିବେ ରୁଷିବେ ତମେ କହିବନି ଏ କଥାଟା ମୁଁ ତମକୁ କହୁଛି ସିକ୍ରେଟରେ ରଖିବ ମୁଁ ଜାଣିଛି ତୁ ମତେ ଭଲ ପାଉନୁ ଏଟା ମୁଁ ବି ଜାଣିଛି ହଉ ନ ଭଲ ପା ଆଉ କ'ଣ କରିବା ଚାଲ ଆଇସ୍କ୍ରିମ୍ ଜଲ୍ଦି ଖାଅ ଖାଇଦେଇକି ଆଉ କ'ଣ ଅଛି ପାଠ ଯାଇକି ପଢ ତାପରେ ଖେଳିବା 10ଟା ହେଲାଣି ଖାଇବାକୁ ଚାଲ ରୋଷେଇ କରିବା ଚାଲ ଏବେ ରୋଷେଇ ହେଇଗଲା କମ୍ପ୍ଲିଟ୍ ପରଟା ଆଉ ଲାଉ ପଡ଼ି ଗୋଟେ ଡାଲମା ହେଇଛି ବଢ଼ିଆ ଲାଗେ ଲାଉ ଡାଲମା ମୁଁ ତ ଆଗେ ଲାଉ ଜମା ଖାଉନଥିଲି କିନ୍ତୁ ଆକ୍ଚୁଆଲି ଲାଉ ଖାଇବା କଥା ବହୁତ ବଢ଼ିଆ ଜିନିଷଟା ଦେଖିବା ଝିଅକୁ ଡାକିବା ସେ କ'ଣ କହୁଛି ଏ ଖାଇବା ଦେଖିକି ସେ କ'ଣ କହୁଛି ଦେଖିବ ଏଇନା ଟିକେ ରହିଥା ଦେଖିବ ସେ କ'ଣ କହୁଛି ସମସ୍ତଙ୍କ ପାଇଁ ଖାଇବା ବଢ଼ା ହେଇଯାଇଛି ଝିଅ ତାର ବସିଲା ଏଇ ତୁ ତୋର ଖାଇବୁ ଗୋଟେ ରୁଟି ତୋର ପରଟା ଖା ଅନା ନା ସେମିତି ଖା ସବୁ ଜିନିଷ ଖାଇବା କଥା ନା ଦେଖୁନ ଖାଇବାକୁ କେମିତି ହଉଛି ସେ ଦେଖ ଏମିତି ମଣିଷ ଖାଆନ୍ତି ଖାଉନୁ ସେମିତି ଖାଆନ୍ତି ଖାଇବାକୁ ତୁ ନଖରା ବହୁତ ତୋର ଖାଇବାରେ ହଁ ଖୁଆଇଦେବି ତୁ ଖା ମାମାକୁ ଡାକ ମାମା କଣ ତରକାରୀ ବନେଇ ଯାଉଛି ଲାଉ ହଉ ତୁ ଖା
ଦେଖିଲ ଖାଇବା ଲାଉ ଦେଖିକି କେମିତି କହିଲା ଦେଖିଲ ଖାଇବନି ଲାଉ ଖାଇବନି କୌଣସି କିଛି ପରିବା କିଛି ଖାଇବନି ଖାଲି ଖାଉଛି କଣ ଖାଉଛି ସେଟା ଚିଲି ଚିକେନ ରୋଲ ଖାଲି ଫାଷ୍ଟଫୁଡ ଖାଇବ ଫାଷ୍ଟଫୁଡ ଖାଲି ଏବେ ଖାଇବ ଆଉ ସେଟା ଦେହ କେମିତି ବେଶୀ ଖରାପ ହବ ଚାଲ ରାତି ବି ହେଲାଣି ବହୁତ ଖାଇଦବା ଆଉ ରାତି ଆସିକି ହେଇଗଲାଣି ବା 10:30 ପରେ ଆସିକି ହେଇଗଲାଣି ଖାଦ୍ୟ ଖାଇଦବା ଖାଇଦେଇକି ରେଷ୍ଟ ନେବା ଆଉ ଆଜିର ଭିଡ଼ିଓଟା କେମିତି ଲାଗିଲା କମେଣ୍ଟ କରି କହିବେ ଆଉ ଭଲ ତ ଲାଗିଥିଲେ ଲାଇକ୍ଟା ନିଶ୍ଚୟ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିବେ ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓରେ ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।